ଖରା ଦିନରେ ମସଲା ତରକାରୀ ଖାଇବା ପାଇଁ ଯଦି ଇଚ୍ଛା ହେଉନି, ମାତ୍ର 15 ମିନିଟ୍ ଭିତରେ ବନି ଯାଉଥିବା ବିନା ମସଲା ଆଉ କମ୍ ତେଲରେ ଏହି ବଡ଼ି ଫୁଲାକୁ ଟ୍ରାଏ କରନ୍ତୁ। ଘରେ ଥିବା ମାତ୍ର 2ଟି ସାମଗ୍ରୀରେ ବନିଯିବ, ତା ପୁଣି କମ୍ ସମୟ ଭିତରେ। ସମସ୍ତେ ଖାଇବା ପାଇଁ ପସନ୍ଦ କରିବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ବଡ଼ି ଫୁଲା ବନେଇବା ପାଇଁ ପ୍ରଥମେ ମୁଁ ଏଠି ଟମାଟୋ ନେଇଛି। ମୁଁ ଏଠି 300 ଗ୍ରାମର ଟମାଟୋ ନେଇଛି। ଟମାଟୋର ଆଗ ପଟକୁ କାଟି ନେବେ। କାଟି ନେଇ ସାରିଲା ପରେ ପୁରା ଛୋଟ ଛୋଟ ପିସ୍ରେ କାଟି ନେବେ। ଏଇ ପ୍ରୋସେସ୍ରେ ମୁଁ ସବୁ ଟମାଟୋକୁ କାଟିକି ଗୋଟେ ପ୍ଲେଟ୍ରେ ରଖି ନେଇଛି। ଆକୁ ଗୋଟେ ସାଇଡ଼୍ରେ ରଖି ନେବା। ଚାଲନ୍ତୁ ପ୍ରଥମେ ଟିକେ ବଡ଼ିକୁ ଭାଜିବା। ଏଠି ମୁଁ ବିରି ବଡ଼ି ନେଇଛି। ଆପଣ ଯଦି ଚାହିଁବେ କଖାରୁ ବା ପାଣି କଖାରୁ ବଡ଼ି ମଧ୍ୟ ନେଇପାରିବେ। ପ୍ରଥମେ କଡ଼େଇରେ ବଡ଼ି ଦେବା। ବଡ଼ି ଦେଇକି ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ପ୍ରଥମେ ବିନା ତେଲରେ ବଡ଼ିକୁ ଟିକେ ଭାଜି ନେବେ। ଭାଜି ନେଇ ସାରିଲା ପରେ ଗୋଟେ ଚାମଚ ତେଲ ଦେଇଦେବେ। ଆପଣ ଯଦି ଚାହିଁବେ ବଡ଼ିକୁ ଏଠି ଡିପ୍ ଫ୍ରାଏ କରିପାରିବେ ବା ତେଲରେ ଛାଣିପାରିବେ। ତେଲ ଦେଇ ସାରିଲା ପରେ ବ୍ରାଉନ୍ କଲର୍ ହେବା ଯାଏ ବଡ଼ିକୁ ଭାଜି ନେବା। ଦେଖିପାରୁଥିବେ ବଡ଼ିର କଲର୍ ଚେଞ୍ଜ ହୋଇଗଲାଣି। ଏବେ ଆମେ କ'ଣ କରିବା ନା, ସବୁ ବଡ଼ିକୁ କାଢ଼ି ନେବା। କାଢ଼ିକିରି ଗୋଟେ ପ୍ଲେଟ୍ରେ ରଖି ନେବା। ସେଇ ବଳକା ତେଲରେ ମୁଁ ଏଠି ଗୋଟେ ଚାମଚ ଛେଚିକିରି ରସୁଣ ଦେଇ ଦେଉଛି। ରସୁଣ ଦେଇକି ବନେଇବେ, ଦେଖିବେ ଟେଷ୍ଟ ଭଲ ଆସିବ। ରସୁଣ ଛେଚା ଦେଇ ସାରିଲା ପରେ ଜଷ୍ଟ ଟିକେ ଆକୁ ଭାଜି ନେବେ। ଭାଜି ନେଇ ସାରିଲା ପରେ କାଟିକି ଯେଉଁ ଆମେ ଟମାଟୋ ରଖିଥିଲେ ନା, ଟମାଟୋକୁ ଦେଇଦେବେ। ଟମାଟୋକୁ ଦେଇ ସାରିଲା ପରେ ପ୍ରଥମେ ଟମାଟୋ ଆଉ ରସୁଣକୁ ମିଡ଼ିୟମ୍ ଫ୍ଲେମ୍ରେ 1 ମିନିଟ୍ ଭାଜି ନେବେ। ଫ୍ଲେମ୍କୁ ଏବେ ମିଡ଼ିୟମ୍ କରିବେ। ମିଡ଼ିୟମ୍ ଫ୍ଲେମ୍ରେ ଭାଜି ସାରିଲା ପରେ ସ୍ୱାଦ ହିସାବରେ ଲୁଣ ଦେବେ। ଯେହେତୁ ଏଠି ଆମେ ଖଟା ଜିନିଷ ବନାଉଛି, ଟିକେ ଜଷ୍ଟ ଅଧିକା ଲୁଣ ଦେବେ। ଲୁଣ ଦେଇ ସାରିଲା ପରେ ଏଠି ଆମେ କ'ଣ କରିବା ନା, ଟିକେ ମିଶାଇ ନେବା। ଆଉ ଟମାଟୋ ସିଝିବା ପାଇଁ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କଭର୍ କରିକି 5ରୁ 6 ମିନିଟ୍ ଛାଡ଼ିଦେବେ। 5ରୁ 6 ମିନିଟ୍ ଭିତରେ ସିଝିଯିବ। ଯଦି ଆପଣଙ୍କ ଟମାଟୋଟା ଅଧିକା ପାଚିଲା ଯାଇଥିବ, ଆପଣଙ୍କୁ କମ୍ ସମୟ ଲାଗିବ। ଏବେ 5ରୁ 6 ମିନିଟ୍ ପରେ ମୁଁ ଏଠି କଭର୍ କାଢ଼ି ନେଉଛି। ଆଉ ଟମାଟୋକୁ ଟିକେ ଏହିପରି ମିଶାଇ ନେବା। ମିଶାଇ ସାରିଲା ପରେ ଗୋଟେ ଏମିତି ଡଙ୍କି ନେବେ। ଡଙ୍କିର ପଛପଟେ ଟିକେ ଭଲସେ ମିଶାଇବେ, ଯେମିତି ଟମାଟୋରେ କିଛି ବି ଖଦଡ଼ା ଅଂଶ ରହିବନି। ପ୍ୟୁରି ଟାଇପ୍ର ଟିକେ ହେଇଯିବ, ଯାହାଫଳରେ ଆମର ଗ୍ରେଭିଟା ନା ଭଲ ଆସିବ। ଏବେ କ'ଣ କରିବା ନା, ପାଣି ଦେବା। ମୁଁ ଏଠି 1.5 କପ୍ ପାଣି ଦେଉଛି। ଯେତେବେଳେ ଆପଣ ପାଣି ଦେବେ ଗୋଟେ କଥା ଧ୍ୟାନ ଦେବେ, ବଡ଼ି ପାଣିକୁ ଟିକେ ସୋକ୍ କରିଯାଏ, ସେଥିପାଇଁ ଅଧିକା କ୍ୱାଣ୍ଟିଟିର ପାଣି ଦେବେ। ପାଣି ଦେଇ ସାରିଲା ପରେ ଏଠି ଆମେ ମିଶାଇ ନେବା। ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ କଭର୍ କରିବା। କଭର୍ କରିକି ଫୁଟିବା ପାଇଁ ପାଖାପାଖି 2ରୁ 3 ମିନିଟ୍ ଛାଡ଼ିଦେବା। 2ରୁ 3 ମିନିଟ୍ ଭିତରେ ଦେଖିବେ ଭଲସେ ପୁରା ଫୁଟିଯିବ। ଆଉ 3 ମିନିଟ୍ ହେଇଗଲାଣି। ମୁଁ ଏବେ କଭର୍କୁ କାଢ଼ି ନେବି। ଆକୁ ଟିକେ ଜଷ୍ଟ ମିଶାଇ ନେବି। ଆଉ ବହୁତ ଭଲ ଗୋଟେ ବାସ୍ନା ଆସିଥାଏ। ପୁରା ସିମ୍ପଲ୍ ରହିବ, କିନ୍ତୁ ଟେଷ୍ଟ ଭଲ ଆସିବ। ମିଶାଇ ସାରିଲା ପରେ ଗୋଟେ ସାଇଡ଼୍ରେ ରଖି ନେବା। ଚାଲନ୍ତୁ ଗୋଟେ ଛୁଙ୍କ ବନେଇବା। ଏଇ ଛୁଙ୍କ ନା ବଡ଼ି ଫୁଲାର ହେଉଛି ମେନ୍। ସେଥିପାଇଁ ଆକୁ କ'ଣ କରିବା ନା, ଗୋଟେ ପ୍ୟାନ୍ରେ 1 ଚାମଚ ତେଲ ଦେବେ। ତେଲ ଯେତେବେଳେ ଗରମ ହେଇଯିବ, ଅଧା ଚାମଚ ଜିରା, ଅଧା ଚାମଚ ସୋରିଷ ଦେବା। ଆପଣ ଚାହିଁଲେ ଆ ଜାଗାରେ ପଞ୍ଚଫୁଟଣ ମଧ୍ୟ ନେଇପାରିବେ। 2ଟି ଶୁଖିଲା ଲଙ୍କା ଦେଉଛି। ଆଉ ଅଳ୍ପ ଟିକେ ପିଆଜକୁ ଏଠି କାଟିକିରି ଦେବା। ପିଆଜ ଦେଇ ସାରିଲା ପରେ ଆକୁ ଟିକେ ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏ ପିଆଜକୁ ଭାଜି ନେବା। ପିଆଜର ଯେତେବେଳେ କଲର୍ ଚେଞ୍ଜ ହେଇଯିବ, ମୁଁ ଏଠି କ'ଣ କରୁଛି ନା, 5ରୁ 6ଟି ରସୁଣକୁ ଛେଚିକିରି ମଧ୍ୟ ଦେଇ ଦେଉଛି। ରସୁଣକୁ ଏଠି ବ୍ରାଉନ୍ କଲର୍ ହେବା ଯାଏ ଭାଜିବେନି, ଜଷ୍ଟ ଟିକେ ସ୍ମେଲ୍ ଯିବା ଯାଏ ଭାଜି ନେବେ। ରସୁଣକୁ ମଧ୍ୟ ଭାଜି ନେଇ ସାରିଲାଣି। ଏବେ ଆମେ ଲାଷ୍ଟକୁ ଭୂଷଙ୍ଗ ପତ୍ର ଦେବା। ଭୂଷଙ୍ଗ ପତ୍ର ଦେଇ ଭାଜିବା। ଭୂଷଙ୍ଗ ପତ୍ରକୁ ଜମା ବି ସ୍କିପ୍ କରିବେନି। ବଡ଼ି ଫୁଲାରେ ଭୂଷଙ୍ଗ ପତ୍ର ଆଉ ରସୁଣ ମେନ୍, ଯାହା ବି ହେଲେ ଆକୁ ୟୁଜ୍ କରିବେ। ଭୂଷଙ୍ଗ ପତ୍ର ଦେଇ ସାରିଲା ପରେ ଟିକେ ଜଷ୍ଟ ଭାଜି ନେବେ। ଭାଜି ନେଇ ସାରିଲା ପରେ ଏ ଯେଉଁ ଛୁଙ୍କକୁ ନା ଆପଣ ଫୁଟୁଥିବା ଟମାଟୋ ପାଣିରେ ଦେଇଦେବେ। ଆଉ ଟମାଟୋ ପାଣିରେ ଦେଇ ସାରିଲା ପରେ 1 ମିନିଟ୍ ଆପଣ ଏଠି କଭର୍ କରିନେବେ। କଭର୍ କରିକି ଛାଡ଼ିଦେବେ, ଯାହାଫଳରେ ଯେଉଁ ବାସ୍ନାଟା ରହିବ। 1 ମିନିଟ୍ ହେଇଗଲାଣି। ମୁଁ ଏବେ କଭର୍କୁ କାଢ଼ି ନେବି। ଏବେ ଫୁଟୁଥିବା ପାଣିରେ ଆମେ ଏଠି କ'ଣ କରିବା ନା, ବଡ଼ିକି ଯେଉଁ ଭାଜିକି ରଖିଥିଲେ ତାକୁ ଦେଇଦେବା। ତା ସହିତ ଗୋଟେ ଆମ୍ବୁଲ ମଧ୍ୟ ଏଠି ୟୁଜ୍ କରିବା। ମୁଁ ପ୍ରଥମେ ଆକୁ ଟିକେ ମିଶାଇ ନେଉଛି। ମିଶାଇ ସାରିଲା ପରେ ଗୋଟେ ଆମ୍ବୁଲ ଦେବି ଲାଷ୍ଟକୁ। ଆଗ ଦେବେନି, ନହେଲେ ଅଧିକା ଖଟା ଲାଗିବ। ଲାଷ୍ଟକୁ ଆମ୍ବୁଲ ଦେବେ। ଆମ୍ବୁଲ ଦେଇ ସାରିଲା ପରେ 1ରୁ 2 ମିନିଟ୍ ଏଠି ଆପଣ କ'ଣ କରିବେ ନା, ଭଲସେ ଟିକେ ମିଶାଇବେ ବା ଫୁଟେଇ ନେବେ। ଆଉ ବଡ଼ିକୁ ବେଶୀ ଫୁଟେଇବେନି। ଯଦି ବେଶୀ ଫୁଟେଇବେ ତାହେଲେ କ'ଣ ହେବ ନା, ମିଶିଯିବ, ଖାଇବା ପାଇଁ ଟେଷ୍ଟ ଆସିବନି। ଦେଖିପାରୁଥିବେ ଏବେ ଆମର ବଡ଼ି ଫୁଲା ପୁରା ବନିଗଲାଣି। ଆପଣ ଆକୁ ଗୋଟେ ଥର ଟ୍ରାଏ କରନ୍ତୁ। ମୋ ସହିତ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ପସନ୍ଦ ଆସିଥିବ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିବେ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହିଲି। ଧନ୍ୟବାଦ।